ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଶା କରୁଛି ଆପଣ ଭଲରେ ଥିବେ। ବେଳେବେଳେ ନା ଏ ଆଖିରୁ କିଛି ଲୁହ ଲୁଚାଇବା ପାଇଁ ମଣିଷ ଲୁଚି ଲୁଚି କାନ୍ଦେ। ଆଜ୍ଞା ହଁ, ଏଇଟା ସତ କଥା ଆଜ୍ଞା। ବେଳେବେଳେ ଆମେ ଆଖିରେ ଲୁହକୁ ଲୁଚିବା ଦରକାର, କାରଣ ଦୁନିଆରେ ସମସ୍ତେ ଆପଣଙ୍କୁ ଦୁଃଖରେ ଦେଖି ସହିପାରିବେ, କିନ୍ତୁ ଆପଣ ଜୀବନରେ 2 ଜଣ ଏମିତି ଲୋକ ଅଛନ୍ତି ଆପଣଙ୍କ ଆଖିରେ ଲୁହ ଦେଖିଲେ ସେ ବଞ୍ଚି ଥାଉ ଥାଉ ମରିଯାଆନ୍ତି ଆଜ୍ଞା। ଆଉ ହଁ, ଯେତେବେଳେ ଆମେ ବାହାରେ ଥାଆନ୍ତି ବେଳେବେଳେ ଦେଖିଥିବେ ଘର ଲୋକ କଲ୍ କରନ୍ତି, ବାପା ହୁଅନ୍ତୁ କି ମା, ତାଙ୍କର ପ୍ରଥମ କଥାରେ ଥାଏ ଭଲ ଅଛୁ। ଆମେ କଷ୍ଟରେ ଥିଲେ ବି ଦୁଃଖରେ ଥିଲେ ବି ଦୁଃଖକୁ ଚାପି ମିଛି ମିଛିକା ହଁ ମାରନ୍ତି, କାରଣ ଆମ ମିଛି ମିଛିକା ହଁରେ ସେମାନେ ଭାରି ଖୁସି ହୁଅନ୍ତି ଆଜ୍ଞା। କାହିଁକି, ଛୋଟବେଳୁ ଆମକୁ ଯେତେବେଳେ ସେ ବଡ଼ କରିଛନ୍ତି କେବେ ଆମକୁ କଷ୍ଟରେ ଦେଖିନଥିବେ। ଆଜି ଯଦି ଆମେ କହିବା ହଁ ଆମେ କଷ୍ଟରେ ଅଛୁ, ପ୍ରଥମ ଲୋକ ସେଇମାନେ ଯେ ଭିତରୁ ମରିଯାଇଥାନ୍ତି ସେ ହେଉଛନ୍ତି ବାପା ମା। ତେଣୁ ବେଳେବେଳେ ଆଜ୍ଞା ଏ ବଦମାସ ଆଖିଟା ଲୁହକୁ ଲୁଚାଇ ପାରେନି, ତେଣୁ ଲୁଚି ଲୁଚି କାନ୍ଦିଥାଏ ଆଜ୍ଞା। ଆଉ ଲୁଚି ଲୁଚି କାନ୍ଦିବା ଏଇଥିପାଇଁ ହୁଏ କାରଣ ସେ ବଞ୍ଚିଥାଉ ଥାଉ ତା ବାପା ମାଆଙ୍କୁ ମରିବାକୁ ଚାହେଁନି। ସମସ୍ତଙ୍କୁ ଦୁନିଆରେ ସମସ୍ତଙ୍କ ଆଗରେ କାନ୍ଦିଲେ ସମସ୍ତେ ଖୁସି ହେବେ, କିନ୍ତୁ 2 ଜଣ ଏମିତି ଅଛନ୍ତି ତାଙ୍କ ଆଗରେ କାନ୍ଦି ହୁଏନି ଆଜ୍ଞା। ଆଉ ତାଙ୍କୁ ସବୁବେଳେ ଯେତେ କଷ୍ଟରେ ଥିଲେ ବି ଆଜ୍ଞା, ମିଛରେ ହଉ କି ସତରେ ହଉ, ତାଙ୍କ ଆଗରେ କେବେ ଆପଣ କାନ୍ଦି ପାରିବେନି, କାରଣ ସେମାନେ ପ୍ରକୃତରେ ଆପଣଙ୍କୁ ହୃଦୟରୁ ଭଲ ପାଇଥାନ୍ତି, ନିଃସ୍ୱାର୍ଥପର ଭଲ ପାଇଥାନ୍ତି। ସମସ୍ତଙ୍କୁ ଅବହେଳା କରନ୍ତୁ ଆଜ୍ଞା, କିନ୍ତୁ ଜନ୍ମ କରିଥିବା ବାପା ମାଆଙ୍କୁ କେବେ ଅବହେଳା କରନ୍ତୁନି, କାରଣ ଦୁନିଆର ସବୁଠାରୁ ବଡ଼ କଷ୍ଟ ସମୟରେ ଆପଣ କେବେ ଆପଣ ବାପା ମାଆଙ୍କ ପାଖରେ ଆପଣ କଷ୍ଟକୁ ଆଲୋଚନା କରନ୍ତୁ, ଦେଖିବେ ସେ ଆପଣଙ୍କୁ ତାର ପୁରା ସହଜ ସମାଧାନ ବାଟ କହିବେ। ଆଉ ତମକୁ ସବୁଠାରୁ ବଡ଼ ଆଶ୍ୱାସନା ସେଇ 2 ଜଣ ହିଁ ଦେବେ, କାରଣ କଷ୍ଟ ସମୟର ସାକ୍ଷୀ ହେଉଛନ୍ତି ସେମାନେ। କିନ୍ତୁ ଆମେ ଟିକେ ବଦଳିଗଲା ପରେ, ଟିକେ ଖୁସି ପାଇଲା ପରେ ସେଇମାନଙ୍କୁ ଭୁଲି ଯାଆନ୍ତି। ଆଶା କରୁଛି କଥାଟି ଭଲ ଲାଗିଥିବ। ଜୟ ଜଗନ୍ନାଥ।